हाय सांगମାନେ ସମସ୍ତଙ୍କୁ ନମସ୍କାର। ଆଜି ମୁଁ ବିଶେଷ ବିଷୟ ଗୋଟେ କହିବା ପାଇଁ ଚାହୁଁଅଛି। ସେ ବିଷୟରେ ଆପଣମାନେ ଶେଷ ପର୍ଯ୍ୟନ୍ତ ଶୁଣିଲେ ଜାଣିପାରିବେ। ଜଣେ ବ୍ୟକ୍ତିଙ୍କର 4 ଜଣ ସ୍ତ୍ରୀ ଥିଲେ, 4ଟା ସ୍ତ୍ରୀ ଥିଲେ। ଆମେ ବିଚାର କରିବା ଯେ କଥାରେ ସେ ଯଦି 4 ଜଣକୁ ବିବାହ କରିଛି ତାହେଲେ ସେ ପ୍ରଥମ ବିବାହ କରିଥିବା ସ୍ତ୍ରୀକୁ କେତେ ସେ ଆଦର କରୁଥିବ ବା ସ୍ନେହ କରୁଥିବ। ଦ୍ୱିତୀୟ ନମ୍ବରରେ ଦ୍ୱିତୀୟ ନମ୍ବର ସ୍ତ୍ରୀକୁ ମଧ୍ୟ ସେ କେତେ ଭଲ ପାଉଥିବ। ତୃତୀୟ ନମ୍ବର ସ୍ତ୍ରୀକୁ ସେ କେତେ ଭଲ ପାଉଥିବ। ଚତୁର୍ଥ ସ୍ତ୍ରୀକୁ ସେ ପ୍ରକୃତରେ ବେଶୀ ଭଲ ପାଉଥିବ। ହଁ ପ୍ରିୟମାନେ, ଯଦି ଜଣେ ମଣିଷ 4ଟା ସ୍ତ୍ରୀକୁ ବିବାହ କରିବ ତାହେଲେ 4 ଜଣ ସ୍ତ୍ରୀକୁ ସମାନ ରୂପେ ସେ କେବେ ମଧ୍ୟ ଭଲ ପାଇପାରିବ ନାହିଁ ବା ସମୟ ଦେଇପାରିବ ନାହିଁ। ସେମାନଙ୍କ ସହିତ କଥାବାର୍ତ୍ତା ହେଇପାରିବ ନାହିଁ। ଯାହା କଲେ ମଧ୍ୟ ଅଧିକ ସେ ସମୟ ଦେବ, କଥା ହେବ, ପଇସା ଦେବ, ଯାହା କିଛି ବି ସିଏ କାର୍ଯ୍ୟ କରିବ ଲାଷ୍ଟରେ ଯାହାକୁ ବିବାହ କରିଛି। ତ ଏ ବ୍ୟକ୍ତିଙ୍କର ଗୋଟେ ଦିନ ଏ ପ୍ରକାର ପରିସ୍ଥିତି ହେଲା ଯେ ସମୟ ଆସିଲା ତାକୁ ସେହି ଗାଁ ଛାଡ଼ିକି ଯିବାକୁ ପଡ଼ିବ ଆଉ ସେ ଫେରିବେ ନାହିଁ। ସେ କଥାକୁ ଯେତେବେଳେ ସେ ଖବର ପାଇଲେ ତ ସେ ନିଜ ସ୍ତ୍ରୀମାନଙ୍କୁ ଜଣେଇଲେ। ସେ 4 ନମ୍ବର ସ୍ତ୍ରୀକୁ ଯାଇକି କହିଲେ, ଦେଖ ମୋର ଏ ପ୍ରକାର ଗୋଟେ ବିଷୟ ଘଟିଲା ଯେ ମୋ ପ୍ରତି ଯେ ମୁଁ ଏ ଗାଁ ଛାଡ଼ି ଯିବାକୁ ପଡ଼ିବ ଆଉ ମୁଁ ଏ ଗାଁକୁ ଫେରି ଆସିବି ନାହିଁ। ଆମେ ବହୁତ ମନ କଷ୍ଟ ହେଉଛି। ଆସେ ମୋ ସହିତ ଆମେ 2 ଜଣ ମିଶିକି ଯିବା। ଯେତେବେଳେ ସେ 4ର୍ଥ ନମ୍ବର ସ୍ତ୍ରୀକୁ ସେ କହିଲେ, 4ର୍ଥ ନମ୍ବର ସ୍ତ୍ରୀ ତାଙ୍କୁ କହିଲେ କି ତମର ଆଉ କ'ଣ ସ୍ତ୍ରୀ ଅଭାବ ଅଛି କି? ତମର ତ ଆହୁରି 3ଟା ସ୍ତ୍ରୀ ଅଛନ୍ତି, ଯାଇକି ସେମାନଙ୍କୁ କୁହ ସେମାନେ ତମ ସହିତ ଆସନ୍ତୁ, ମୁଁ ଆସିପାରିବି ନାହିଁ। ତାଙ୍କର ମନ ବହୁତ କଷ୍ଟ ହେଲା। ପୁଣି ସେ ଯାଇକି 3 ନମ୍ବର ସ୍ତ୍ରୀଙ୍କ ପାଖକୁ ଗଲେ ଏବଂ ତାକୁ କହିଲେ, ଦେଖ ମୋର ଏ ପ୍ରକାର ଘଟିଅଛି ଯେ ମୁଁ ଏ ଗାଁ ଛାଡ଼ି ଯିବାକୁ ମୋତେ କୁହାଯାଇଛି। ମୁଁ ଗାଁ ଛାଡ଼ିକି ଯିବି, ମାତ୍ର ମୁଁ ଆଉ ଫେରି ଆସିବି ନାହିଁ। ମୁଁ କ'ଣ କରିବି? ମୁଁ ଚାହୁଁଛି ଆଉ ତମ ସହିତ ମୁଁ ଯିବି ଆଉ ତୁମେ ମୋ ସହିତ ଆସ। ମୁଁ ବହୁତ କଷ୍ଟ ଦେଇଛି, ତୁମକୁ ଦୁଃଖ ଦେଇଛି, କିନ୍ତୁ ଏବେ ମୁଁ ଅନୁତାପ କରୁଛି ତୁ ମୋ ସହିତ ଆସ। ସିଏ ମଧ୍ୟ ତାଙ୍କ ସହିତ ଯିବା ପାଇଁ ରାଜି ହେଲେ ନାହିଁ। ତମର ଆହୁରି 3ଟା ସ୍ତ୍ରୀ ଅଛନ୍ତି, ତମେ ତାଙ୍କ ସହିତ ଯାଅ, ମୁଁ ମୋ ପିଲାମାନଙ୍କୁ ଛାଡ଼ି ମୋର ସୁଖ ସଂସାରକୁ ଛାଡ଼ିକି ମୁଁ ତମ ସହିତ କେବେ ମଧ୍ୟ ଆସିପାରିବି ନାହିଁ। ସେ ମଧ୍ୟ ରୋକଠୋକ ମନା କରିଦେଇଥିଲେ। ତାପରେ ସେ 2ୟ ନମ୍ବର ସ୍ତ୍ରୀ ପାଖକୁ ସେ ଗଲେ ଏବଂ ତାଙ୍କୁ ସମସ୍ତ ବିଷୟ ଦୁଃଖ ଜଣେଇଲେ। ଏ ପ୍ରକାର ପରିସ୍ଥିତି ମୋର ହେଇଛି, ମୁଁ କ'ଣ କରିବି? ମୁଁ ତୁମକୁ ବହୁତ କଷ୍ଟ ଦେଇଛି, ଅପମାନିତ କରିଛି, ତୁମ କଥାରେ ମୁଁ କେବେ ଚାଲି ନାହିଁ, କିନ୍ତୁ ମୁଁ ଆଜି ତୁମ ପାଖକୁ ଆସିଛି। ମୋତେ ଏମିତି 2 ଜଣ ସ୍ତ୍ରୀ ଯାକ କହିଛନ୍ତି ଏବଂ ମୁଁ ମୋର ପ୍ରଥମ ସ୍ତ୍ରୀ ପାଖକୁ ତ ବର୍ତ୍ତମାନ ସୁଦ୍ଧା ଯାଇନାହିଁ। ମୁଁ ଆଶା କରୁଛି ତୁମେ ମୋ ସହିତ ଆସିବ। କିନ୍ତୁ ସେ ବହୁତ ମନ କଷ୍ଟ କରିକି କହିଲା, ଦେଖନ୍ତୁ ମୁଁ ଆମ ଗାଁର ସନ୍ଧି ପର୍ଯ୍ୟନ୍ତ ଆସିପାରିବି ତୁମ ସହିତ, କିନ୍ତୁ ମୁଁ ସିଆଡ଼େ ଆଉ ଆସିପାରିବି ନାହିଁ। ଦୁଃଖ କରିବ ନାହିଁ, ମୁଁ ସେ ପର୍ଯ୍ୟନ୍ତ ତୁମକୁ ଛାଡ଼ି ଆସିପାରିବି। ତାପରେ ସେ ବହୁତ ତାଙ୍କୁ ବୁଝେଇଲେ, ସେ କେବେ ମଧ୍ୟ ତାଙ୍କ କଥାକୁ ବୁଝିପାରିଲେ ନାହିଁ। ଶେଷରେ ସେ ତାଙ୍କର ପ୍ରଥମ ସ୍ତ୍ରୀ ପାଖକୁ ଗଲେ। ସେ ପ୍ରଥମ ସ୍ତ୍ରୀ ତାଙ୍କୁ କହିଲେ, ଠିକ୍ ଅଛି, ଆଉ ମୁଁ ଆଜି ପର୍ଯ୍ୟନ୍ତ ମୋର ସ୍ୱାମୀ ମୋ ପାଖକୁ କେବେ ଫେରିବ ଏହି ମନ ଭାବ ରଖି ମୁଁ ତୁମକୁ ଅପେକ୍ଷା କରିକି ଥିଲି। ଆଜି ମୁଁ ବହୁତ ଖୁସି ଅଟେ, ମୁଁ ତୁମ ସହିତ ଯିବି କହିକି ସେ ପ୍ରଥମ ସ୍ତ୍ରୀ ତାଙ୍କ ସହିତ ଯିବା ପାଇଁ ରାଜି ହେଲେ। ଆଉ ସେ ପ୍ରଥମ ସ୍ତ୍ରୀକୁ ନେଇକି ତାଙ୍କର ବିଦେଶକୁ ଯାତ୍ରା କଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହି 4 ଜଣ ସ୍ତ୍ରୀ ମାନେ କିଏ ମୁଁ ଏବେ ତାହା ମୁଁ ଆପଣମାନଙ୍କୁ ଜଣାଉଛି। ସେ 4 ଜଣକୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ହେଉଛି ତାଙ୍କର ନିଜର ହୃଦୟ ଏବଂ ଦ୍ୱିତୀୟ ସ୍ତ୍ରୀ ହେଉଛି ତାଙ୍କର ପରିବାର, ତୃତୀୟ ସ୍ତ୍ରୀ ହେଉଛି ସାଙ୍ଗସାଥି ଏବଂ ଚତୁର୍ଥ ସ୍ତ୍ରୀ ହେଉଛି ତାଙ୍କର ପଇସା ବା ଟଙ୍କା। ସେ ଯାହାକୁ ବେଶୀ ଭଲ ପାଉଥିଲେ। ଦୁନିଆରେ ଦେଖନ୍ତୁ ଅଧିକ ଲୋକମାନେ ପଇସାକୁ ବେଶୀ ଭଲ ପାଆନ୍ତି। ପଇସା ଯୁଆଡ଼େ ସିଆଡ଼େ ସେମାନଙ୍କର ମନ ହେଇଥାଏ, କିନ୍ତୁ ସେମାନଙ୍କର ଯେତେବେଳେ ମୃତ୍ୟୁ ହେବ ପଇସା କେବେ ମଧ୍ୟ ତାଙ୍କ ସହିତ ଯିବ ନାହିଁ। ତୃତୀୟ ନମ୍ବର ସ୍ତ୍ରୀ ହେଉଛି ସାଙ୍ଗସାଥି। ତାଙ୍କ ସହିତ ବହୁତ ମଜାମସ୍ତି କରିବେ, ଏନ୍ଜୟ କରିବେ, ତାଙ୍କ ବିନା ବଞ୍ଚି ନ ପାରିବା ଭଳିଆ କଥା କହିବେ, କିନ୍ତୁ ମୃତ୍ୟୁ ବେଳକୁ ସେମାନେ ମଧ୍ୟ ତାଙ୍କ ସହିତ ଯାଇପାରିବେ ନାହିଁ। ଆଉ ଦ୍ୱିତୀୟ ସ୍ତ୍ରୀ, ଯିଏକି ଆମେ ନିଜର ସ୍ତ୍ରୀ, ପିଲାମାନେ, ବାପା, ଆମର ପରିବାର, ସେ କ'ଣ କହିଲେ ମୁଁ ଗାଁର ସନ୍ଧି ପର୍ଯ୍ୟନ୍ତ ମୁଁ ଛାଡ଼ି ଆସିପାରିବି କହିଲେ, ତାର ଅର୍ଥ ସମାଧି ପର୍ଯ୍ୟନ୍ତ ମୁଁ ତୁମ ସହିତ ଯାଇପାରିବି।
ଆମର ପରିବାର ମଧ୍ୟ ଆମ ସହିତ ଯାଇପାରିବ ନାହିଁ। କିନ୍ତୁ ଆମର ପ୍ରଥମ ସ୍ତ୍ରୀ ହେଉଛି ଆମର ହୃଦୟ, ଯାହାକି ଆମକୁ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ନେବ। ସେହି ସ୍ତ୍ରୀକୁ ଆମେ କେବେ ମଧ୍ୟ ପଚାରୁନୁ ସେ କେମିତି ଅଛି, କ'ଣ କରିବ, କ'ଣ, ତାକୁ ଆମେ କେବେ ମଧ୍ୟ ଯତ୍ନ ଦେଇନୁ, ତାଙ୍କୁ ଆମେ କେବେ ମଧ୍ୟ ସ୍ନେହ କରିନୁ, ତାଙ୍କ ପାଇଁ କିଛି କାର୍ଯ୍ୟ କରିନୁ। ଯେମିତି ଇଚ୍ଛା ସେମିତି ଆମେ ବଞ୍ଚିବା ପାଇଁ ଚେଷ୍ଟା କରୁ। କିନ୍ତୁ ଆମର ଏହି ପ୍ରଥମ ସ୍ତ୍ରୀ ବା ଆମର ହୃଦୟ ଆତ୍ମା ଯାହାକୁ ଆମେ କହୁଛୁ, ସିଏ ଦିନେ ନର୍କରେ କଲବଲ ହେବ ଆମରି ଯୋଗୁଁ। ସେଥିପାଇଁ ଚିନ୍ତା କରନ୍ତୁ ବିଶ୍ୱାସର ସହିତ ଏବଂ ପ୍ରଥମ ସ୍ତ୍ରୀକୁ ବା ହୃଦୟକୁ ଭଲ ପାଇବା ପାଇଁ ଶିଖନ୍ତୁ। ସିଏ ଆମମାନଙ୍କ ସହିତ ଚିରକାଳ ରହିବା ପାଇଁ ଆସିବେ। ତ ଏତିକିରେ ବହୁତ କିଛି ବୁଝିପାରିଥିବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ତ ବୁଝିପାରିଥିବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।